ମୁଁ ପ୍ରଭାସିନୀ ନନ୍ଦ ଆଡ଼ଭୋକେଟ୍ ଆଉ ଜଣେ ସମାଜସେବୀ। ମୁଁ ପ୍ରଥମେ ଧନ୍ୟବାଦ ଦେବି ଆମର ଯେଉଁ ଅଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକଙ୍କୁ, ଯେହେତୁ ସିଏ ମୋତେ ଏଇ ଯେଉଁ ସଭାପତି କରିଛନ୍ତି ରାଜ୍ୟର, ତେଣୁ ଅଶେଷ ଅଶେଷ ଧନ୍ୟବାଦ ତାଙ୍କୁ ଏଥିପାଇଁ ଦେବି। ଗୋଟିଏ ଜିନିଷ ଯେ ଆଜିକାଲି ଯେଉଁ ଓଡ଼ିଶାରେ ଯେଉଁ ଭଳିଆ ନାରୀ ନିର୍ଯାତନା ଚାଲିଛି ବା ନାରୀ ଦୁଷ୍କର୍ମ ଚାଲିଛି ବା ବହୁତ ପକ୍ସୋ ଆକ୍ଟ ମଧ୍ୟ କେସ୍ ଗୁଡ଼ା ବି ଚାଲିଛି, ଏବଂ ଯାହାଫଳରେ ସାରା ରାଜ୍ୟରେ ଏଇଭଳିଆ ଜିନିଷ ଯେଉଁ ଚାଲିଛି, ସେଥିପାଇଁ ହ୍ୟୁମାନ୍ ରାଇଟ୍ସର ନିହାତି ଭାବରେ ଗୋଟେ ହସ୍ତକ୍ଷେପ କରିବା ଆବଶ୍ୟକତା ଅଛି। ଯାହାଫଳରେ ମୁଁ ଧନ୍ୟବାଦ ଦେବି ଅଧ୍ୟକ୍ଷଙ୍କୁ ଯେ ମୋତେ ଏଇ ଦାୟିତ୍ୱ ଦେଇଥିବାରୁ। ମୁଁ ନିଶ୍ଚିତ ଭାବରେ ନୟାଗଡ଼ ଜିଲ୍ଲାରେ, ଯେହେତୁ ନୟାଗଡ଼ ଜିଲ୍ଲାକୁ ପ୍ରାଧାନ୍ୟ ଦେବା ସହିତ ବିଭିନ୍ନ ଜିଲ୍ଲାକୁ ମଧ୍ୟ ଏଇ ନାରୀ ନିର୍ଯାତନା ବା ବିଭିନ୍ନ ପ୍ରକାର ନାରୀଙ୍କ ଉପରେ ଥିବା ମାନବାଧିକାର ନଷ୍ଟକୁ ତାକୁ କେମିତି ଭାବରେ ସଫଳୀକୃତ ହେବ ସେହି ବିଷୟରେ ଚିନ୍ତା କରିବି ଏବଂ ତା'ର ପଦକ୍ଷେପ ଯଥେଷ୍ଟ ଭାବରେ ନେବି। ନାଇଁ, ମୁଁ ନିଶ୍ଚିତ ଭାବରେ ଆକ୍ଟିଭ୍ ରହିବି ଏବଂ ମୁଁ ଜାଣିଛି ଯେ ୟାର ସରକାରୀ କ୍ଷେତ୍ରରେ ଅଛି, ବେସରକାରୀ କ୍ଷେତ୍ରରେ ବି ଅଛି। ଯେହେତୁ ଇଏ ଗୋଟେ ସରକାରୀ ସହିତ ସଂଲଗ୍ନ ଅନୁଷ୍ଠାନ, ତେଣୁକରି ସାରା ରାଜ୍ୟରେ ଯେହେତୁ ଏଇଭଳିଆ ଜିନିଷ ହେଉଛି, ଯଦି ଆମେମାନେ ଆକ୍ଟିଭ୍ ରହିବୁ, କାମ କରିବୁ, ତାହେଲେ ନିଶ୍ଚିତ ଭାବରେ କାମ ହେବ, ଲୋକଙ୍କ ପାଖରେ ପହଞ୍ଚିବ ଏବଂ ଏହାର ଆୱାରନେସ୍ ହେବ ଯେ ପ୍ରକୃତରେ ମାନବାଧିକାର ଅଧିକାର କ'ଣ। ଯଦି ଲୋକମାନେ ଜାଣିଲେ ପ୍ରକୃତରେ ଏହାର ଅଧିକାର କ'ଣ, ଏହାର କାର୍ଯ୍ୟ କ'ଣ, ନିଶ୍ଚିତ ଭାବରେ ସଫଳୀକୃତ ହେବ ଏବଂ ସାରା ଓଡ଼ିଶାରେ କାମ କରିବ। ନୟାଗଡ଼ ଜିଲ୍ଲାରେ ତ ଯେହେତୁ ନୟାଗଡ଼ ଜିଲ୍ଲାର ମୁଁ ଝିଅ ଏବଂ ନୟାଗଡ଼ ଜିଲ୍ଲାର କାମ ବି କରୁଛି, ସମାଜସେବୀ କାମ କରୁଛି ଏବଂ ସାରା ଓଡ଼ିଶା ସହିତ ନୟାଗଡ଼ ଜିଲ୍ଲାକୁ ପ୍ରାଧାନ୍ୟ ଦେଇ କାମ କେମିତି ତ୍ୱରାନ୍ୱିତ ଭାବରେ ଆଗକୁ ଯିବ ସେଇ ପ୍ରତି ଚେଷ୍ଟା ପ୍ରଚେଷ୍ଟା ମୁଁ ରଖିବି ନିଶ୍ଚିତ ଭାବରେ। ଆମେ ଅଲରେଡ଼ି ମୁଁ ଏବେ ପଦ ନେଇଛି, ଯେତେବେଳେ ପ୍ରଥମେ ମୋତେ କାଲି ଶୁଭେଚ୍ଛା ଜଣାଇଗଲେ ଏବଂ ଆଜି ସମ୍ବର୍ଦ୍ଧିତ କରାଯାଉଛି, ମୁଁ ତା ଆଗରୁ ପ୍ଲାନିଂ କରିସାରିଛି। ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଏବଂ ପ୍ରତ୍ୟେକ ଭିଲେଜରେ ଏଇ ଆୱାରନେସ୍ ପ୍ରୋଗ୍ରାମ୍ ଜାରି ରହିବ ଏବଂ ଏହାର ପ୍ରକୃତରେ କାର୍ଯ୍ୟ କ'ଣ, ଏହାକୁ ଲୋକମାନଙ୍କ ପାଖରେ ପହଞ୍ଚିଲେ ଲୋକମାନେ କେଉଁ ଭଳିଆ ସୁବିଧା ପାଇବେ। ତେଣୁ ଆମେ ନିଶ୍ଚିତ ଭାବରେ ଲଢ଼େଇ କରିବୁ ଏବଂ ଅଫିସରମାନଙ୍କ ପାଖରେ ପହଞ୍ଚିବୁ, ସେ କେମିତି ତା'ର ଅଧିକାର ସାବ୍ୟସ୍ତ କରିବ ସେ ବିଷୟରେ ଆମେ ଚିନ୍ତା କରିବୁ। धन्यवाद। मु श्रीयुक्त मीनकेतन पट्टनायक, प्रतिष्ठाता तथा अध्यक्ष अंतरराष्ट्रीय मानरक्षक। आज ये जो कार्यक्रम अच्छी आमर ओडिशा राज्य महिला सभानेत्री हिसाब से एडवोकेट प्रभासिनी नंद मैडम जॉइन कले, जे कि विधिवत भाव में आज शपथ पाठ करागला एवं से आगामी दिन में ओडिशा माटी रे एंटायर टीम आईएचआरडी वोमेन्स विंग को नहीं अवहेलित निष्पेषित निर्यातित व्यक्तिविशेष मानक तथा नारी मानक स्पेशली जार जहाँ मानवाधिकार क्षुण्ण होची लड़ाई जारी रखिए। आमर अंतरराष्ट्रीय रक्षक सारा भारत रे प्रत्येक राज्य रे शह शह संख्यार ब्रांचेस अच्छी एवं विश्व स्तर रे 12टी कंट्री भी काम करुच्ची। नयागढ़ जिले में ये जो नयागढ़ जिला शाखा रही कार्यालय आज आमर मैडम एडवोकेट प्रभासिनी नंद मैडम को आम स्वागत संबर्धना कलु। तांकु ऑफिस रो कार्यभार दिगला। से ओडिशा स्टेट हेडक्वार्टर कटक रे अवस्थित सेठी समस्तंकर कार्य को तदारख करें, देखिपारे, एंटायर महिला टीम को से काम करेंगे सारा ओडिशा पाई। जेहेतु आमको गर्व और गौरव आमर नयागढ़ माटीर सुयोग्य संतान जे कि प्रभासिनी मैडम जड़े जनाशुना समाजसेवी तथा जनवत्सल काम करुछंती। तांकर आश्रम रही, अनाथाश्रम अच्छी एवं बहुत छुआ पाठ पढ़ुछंती। से एक महत् कार्य करुछंती। नहीं, से संपूर्ण ओडिशा पे काम करेंगे। जेहेतु नयागढ़ निज घर, तेणु आम नयागढ़ कार्यालय आम विधिवत भाव ऑफिशियल जो पदमर्यादार गोपनीयता आम कहलु, तांकर दायित्व रहा एंटायर ओडिशा राज्यर प्रत्येक महिला मानक से मानवाधिकार लड़ाई जारी रखिए।